ଜଙ୍ଗଲରୁ ମିଳିଲା 5 କ୍ୱିଣ୍ଟାଲ ଗଞ୍ଜେଇ। ଅଡବା ଥାନା ଗୁଲୁବା ଗାଁ ନିକଟସ୍ଥ ଜଙ୍ଗଲରେ ଚଢାଉ କରିଛି ପୋଲିସ। 5 କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ଏହାର ବଜାର ମୂଲ୍ୟ 50 ଲକ୍ଷ ଟଙ୍କା ହେବ। ସୋମବାର ଭୋର ସମୟରେ ଏସ୍ଆଇ ପ୍ରସନ୍ନ ପଇଡାଙ୍କ ନେତୃତ୍ୱରେ ଗୁଲୁବା ଅଞ୍ଚଳରେ ପେଟ୍ରୋଲିଂ ବେଳେ ନିକଟସ୍ଥ ଜଙ୍ଗଲରେ କିଛି ବସ୍ତା ପଡ଼ିଥିବା ଦେଖି ପୋଲିସ ସନ୍ଦେହ କରିଥିଲା। ଜଙ୍ଗଲ ଭିତରେ ଯାଞ୍ଚ କରିବାକୁ ଉପରୋକ୍ତ ପରିମାଣର ଗଞ୍ଜେଇ ମିଳିଥିଲା ବୋଲି ଅଡବା ଥାନା ଅଧିକାରୀ ସୁବ୍ରାନ୍ତ ପଣ୍ଡା କହିଛନ୍ତି। 5 କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି, ଯାହାର ବଜାର ମୂଲ୍ୟ 50 ଲକ୍ଷ ଟଙ୍କା ହେବ ବୋଲି ଅନୁମାନିକ କରାଯାଇଛି।